କପାଳରେ ଅତି ଯତନେ ବିନ୍ଦି କରାଯାଉଛି। ବିଭିନ୍ନ କଣ୍ଢେଇ ସହ ବେଶ୍ ଖୁସିରେ ଖେଳୁଛି ଆତ୍ମଜା। ଏପଟେ ପରିବାର ଲୋକଙ୍କ ଭିତରେ ବି ଆନନ୍ଦ ଉଲ୍ଲାସ, କାରଣ ଆଜି ପାଳନ ହେଉଛି ଆତ୍ମଜାର ପ୍ରଥମ ଜନ୍ମଦିନ। ପରିବାର ବର୍ଗଙ୍କ ଗହଣରେ କେକ୍ କାଟି ନିଜ ପ୍ରଥମ ଜନ୍ମଦିନ ଉତ୍ସବ ପାଳନ କରିଛି ଆତ୍ମଜା। ମାର୍ଚ୍ଚ 30 ତାରିଖ 2012 କଟକ ବଡ଼ ମେଡିକାଲରେ ଜନ୍ମ ନେଇଥିଲା ଆତ୍ମଜା। ତେବେ ପରିବାର ପକ୍ଷରୁ ପିଲା ବଦଳ ଅଭିଯୋଗ ଆସିବା ପରେ ମାମଲା ଯାଇଥିଲା ହାଇକୋର୍ଟକୁ। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ହୋଇଥିଲା DNA ପରୀକ୍ଷା। DNA ପରୀକ୍ଷା ରିପୋର୍ଟକୁ ଆଧାର କରି ହାଇକୋର୍ଟଙ୍କ ରାୟ ଆସିବା ପରେ ଜନ୍ମର 4 ମାସ ପରେ ଅର୍ଥାତ୍ ଅଗଷ୍ଟ ମାସ 11 ତାରିଖରେ ଆତ୍ମଜା ଫେରିଥିଲା ନିଶ୍ଚିନ୍ତ କୋଇଲି ବାସିନ୍ଦା ମା ରଶ୍ମିତା ମଲ୍ଲିକଙ୍କ ପାଖକୁ। ସେପଟେ ଜନ୍ମଦିନ ଉତ୍ସବର ନିମନ୍ତ୍ରଣ ପତ୍ର ପାଇ ଖୁସି ହୋଇଯାଇଛନ୍ତି କଟକ ବଡ଼ ମେଡିକାଲ SNCUର ସେବିକାମାନେ। ଜନ୍ମ ହେବାର 4 ମାସ ପର୍ଯ୍ୟନ୍ତ ଆତ୍ମଜା ବଢ଼ିଥିଲା କଟକ ବଡ଼ ମେଡିକାଲର ଏହି SNCUରେ। ଆଜି ବି ଆତ୍ମଜାକୁ ଝୁରି ହେଉଛନ୍ତି ସେବା ଯତ୍ନ କରିଥିବା ସେବିକାମାନେ। କଟକ ବଡ଼ ମେଡିକାଲର SNCUରୁ ନିଶ୍ଚିନ୍ତ କୋଇଲିର ଏହି ଘରକୁ ଦୀର୍ଘ 4 ମାସ ପରେ ଆତ୍ମଜା ଫେରିଥିଲେ ମଧ୍ୟ ସାଥିରେ ନେଇ ଆସିଥିଲା ଢେର ସାରା ଖୁସିର ଉପହାର।